ଭାବନ୍ତୁ ଯଦି ଏମିତି ଏକ ଫିଲ୍ମ ହୁଅନ୍ତା ଯେ କି ପୁରା ଦେଶ ଆଉ ଇଣ୍ଡଷ୍ଟ୍ରି ତାକୁ ତାରିଫ କରନ୍ତେ, ଠିକ ଯେମିତି ବୋଉ ବୁଟୁ ଭୂତ କରି ଦେଖିଛନ୍ତି। ଏ ଫିଲ୍ମ ମାତ୍ର 2 କୋଟିରେ ନିର୍ମିତ ହେଇଛି ଆଉ ଆୟ 15 କୋଟିରୁ ଅଧିକ କଲେକ୍ସନ କରିସାରିଛନ୍ତି। ଏତିକି ନୁହଁ, ଆମିର ଖାନର ସିତାରେ ଜମିନ ପର ରିଲିଜ ହେବା ସତ୍ତ୍ୱେ ବୋଉ ବୁଟୁ ଭୂତ ପଛକୁ ଫେରି ଦେଖି ନାହାନ୍ତି। ଏ ଖାଲି ଆମ କଳାକାର ମାନଙ୍କ ପାଇଁ ନୁହଁ, ଏ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଏକ ଗର୍ବର କଥା। ବାବୁସାନ ଆଜି ପ୍ରମାଣ କରିଦେଇଛନ୍ତି ଯେ ଓଡିଆ ଫିଲ୍ମ ବି କୌଣସି କ୍ଷେତ୍ରରେ କମ୍ ନୁହଁ। ଆଉ ତାପରେ ସାଉଥ ଇଣ୍ଡିଆର ସବୁଠାରୁ ବଡ ଡାଇରେକ୍ଟର ଯେ କି କଲ୍କି ଭଳି ମେଗା ବଜେଟ ଫିଲ୍ମ କରିଛନ୍ତି, ସେ ନିଜର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ବୋଉ ବୁଟୁ ଭୂତ ବିଷୟରେ ଲେଖି କହିଛନ୍ତି ଏ ଫିଲ୍ମ ଓଡିଆ ସିନେମାର ନୂଆ ଇତିହାସ ଲେଖୁଛନ୍ତି। ତା ସହିତ ସେ ବୋଉ ବୁଟୁ ଭୂତ ବିଷୟରେ ଲେଖିଛନ୍ତି ଯେ ମୁଁ ଏହି ଫିଲ୍ମର ଗୋଟେ କ୍ଲିପ ଦେଖିଛି ଆଉ ବହୁତ ଭଲ ଲାଗିଛି ମଧ୍ୟ। ଏହା ଓଡିଆ ଇଣ୍ଡଷ୍ଟ୍ରି ପାଇଁ ଗର୍ବର କଥା। ଏଠୁ ଜଣାପଡୁଛି ଯେ ଓଡିଆ ଫିଲ୍ମ କେଉଁ ଲେଭେଲରେ ଆଗକୁ ବଢୁଛି। ଗୋଟେ ସମୟ ଥିଲା ବାବୁସାନଙ୍କ ଦମନ ଫିଲ୍ମକୁ ନେଇ ବହୁତ ଚର୍ଚ୍ଚା ହଉଥିଲା ଆଉ ସେହି ସିନେମା ବାବୁସାନଙ୍କୁ ଏକ ନୂଆ ପରିଚୟ ଦେଇଥିଲେ। କିନ୍ତୁ ଏବେ ବୋଉ ବୁଟୁ ଭୂତ ଦମନ ଠାରୁ 10 ଗୁଣ ପାୱାରଫୁଲ ସବଜେକ୍ଟ ଏବଂ ଦମାଦାର କଣ୍ଟେଣ୍ଟ। ଭୂତ ଫିଲ୍ମ ହେଲେ ବି ଏ ଫିଲ୍ମ ଦର୍ଶକଙ୍କ ମନରେ ଛୁଇଁଛି ଆଉ ଓଡିଆ ଇଣ୍ଡଷ୍ଟ୍ରିର ନମ୍ବର 1 ବକ୍ସ ଅଫିସ କଲେକ୍ସନ କରିଥିବା ଫିଲ୍ମ ଭାବରେ ନାମିତ ହେଇଛି। ଖାଲି ଏତିକି ନୁହଁ, ବଲିଉଡ ମୁଭି ରିଭ୍ୟୁଅର ମାନେ ମଧ୍ୟ ଏହି ଫିଲ୍ମକୁ ନେଇ ତାରିଫ କରିଛନ୍ତି ଆଉ ବଲିଉଡ ଫିଲ୍ମ ସହିତ ତୁଳନା ମଧ୍ୟ କରିଛନ୍ତି। ଆହୁରି କହିଛନ୍ତି ଏହି ଫିଲ୍ମ ଜରିଆରେ ଓଡିଆ ଇଣ୍ଡଷ୍ଟ୍ରିକୁ ଏକ ଅଲଗା ପରିଚୟ ମିଳିଛି। ଏ ହେଉଛି ବାବୁସାନଙ୍କ କ୍ରେଜ। ଭାବନ୍ତୁ, ଗୋଟେ ଲୋକାଲ ଭାଷାରେ ହୋଇଥିବା ଫିଲ୍ମ ଆଉ ବିନା କୌଣସି ବଡ ପ୍ରମୋସନରେ ପୁରା ଦେଶରେ ଏହି ଫିଲ୍ମ ଚହଳ ପକେଇଛି। ସୂଚନା ଅନୁସାରେ ଏହି ଫିଲ୍ମ 16 ଦିନରେ 60 ଲକ୍ଷ କଲେକ୍ସନ କରିଥିଲା। ତା ପୂର୍ବ ଦିନର କଲେକ୍ସନଠୁ 20 ଲକ୍ଷ ବେଶୀ, ଟୋଟାଲ 15 କୋଟିର ବିଜନେସ କରି ସାରିଛନ୍ତି। ଏହା ଓଡିଆ ସିନେମା ଇତିହାସର ସର୍ବାଧିକ ବକ୍ସ ଅଫିସ କଲେକ୍ସନ ଅଟେ। କାହିଁକି ନା ଏମିତି ସଫଳତା ମନେ ହଉନି ପ୍ରଥମେ କେହି ଦେଖିଥିବେ। କିନ୍ତୁ ପ୍ରଶ୍ନ ହେଉଛି ବାବୁସାନ ମହାନ୍ତିଙ୍କ ଛଡା ଆଉ ଅନ୍ୟ ଷ୍ଟାର କାହିଁକି ନୁହଁ ଯେ କି ଏମିତି ଲେଭେଲର ଫିଲ୍ମ ବନେଇ ପାରୁନାହାନ୍ତି। ଆଉ ଓଡିଆ ଫିଲ୍ମକୁ ହିନ୍ଦୀରେ ଡବ୍ କାହିଁ କରାଯାଉନାହିଁ, ଯେ କି ଏ ଫିଲ୍ମର କଣ୍ଟେଣ୍ଟ ବହୁତ ଜବରଦସ୍ତ ରହିଥାଏ। ଆପଣ ନୋଟିସ କରନ୍ତୁ ଯେ ସଦାବେଳେ ବାବୁସାନ ମହାନ୍ତି ନିଜକୁ ପ୍ରମାଣିତ କରନ୍ତି ଯେ ସେ ନ୍ୟାସନାଲ ଲେଭେଲର ଷ୍ଟାରଡମ ରଖନ୍ତି ବୋଲି, କିନ୍ତୁ ବାକି କଳାକାର ମାନେ ସେହି ସ୍ଥାନରେ କାହିଁକି ପହଞ୍ଚି ପାରୁନାହାନ୍ତି ସେଇଟା ଜଣାପଡୁନି। ଯାହା ବି ହଉ, ଏବେ ସମସ୍ତଙ୍କର ନଜର ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଆସୁଥିବା ନୂଆ ଫିଲ୍ମ ଚାରିଧାମ ଉପରେ ଅଛି, ଯାହାର ପୋଷ୍ଟର ରଥଯାତ୍ରାରେ ରିଲିଜ କରାଯାଇଥିଲା ଆଉ ଏହି ଫିଲ୍ମଟି ଦଶହରା ବଜାରରେ ମୁକ୍ତିଲାଭ କରାଯିବ। ଲୋକମାନେ ଏହା ଦେଖିବା ପାଇଁ ଅପେକ୍ଷାରେ ଅଛନ୍ତି ଯେ ଅନୁଭବଙ୍କ ଏହି ଫିଲ୍ମ ବୋଉ ବୁଟୁ ଭୂତର ରେକର୍ଡ ଭାଙ୍ଗି ପାରୁଛନ୍ତି କି ନାହିଁ। କାରଣ ଅନୁଭବ ମହାନ୍ତି ମଧ୍ୟ ଓଡିଆ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଟେ ଆଉ ତାଙ୍କ ପାଖରେ ମଧ୍ୟ ଷ୍ଟ୍ରଙ୍ଗ ଫ୍ୟାନ ବେସ୍ ଅଛନ୍ତି। କିନ୍ତୁ ବାବୁସାନ ମହାନ୍ତି ବୋଉ ବୁଟୁ ଭୂତରେ ଯୋଉ ବେଞ୍ଚମାର୍କ ସେଟ୍ କରିଛନ୍ତି ତାହାକୁ ଭାଙ୍ଗିବା ବହୁତ କଷ୍ଟକର। ଏହି ଫିଲ୍ମ ଏବେ ଓଡିଆ ଇଣ୍ଡଷ୍ଟ୍ରି ପାଇଁ ଏକ ଗର୍ବର ପ୍ରତୀକ ହୋଇଯାଇଛି। ଏବେ ଦେଖିବା ପାଇଁ ମଜା ଆସିବ ଯେ ଓଡିଆ ସିନେମାରେ ଆଉ କେତେ ଏଭଳି ଫିଲ୍ମ ନିର୍ମାଣ କରୁଛନ୍ତି ଯେ ପୁରା ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଗର୍ବ ଅନୁଭବ କରାଇ ପାରୁଛି। ତେବେ ଦର୍ଶକ ବନ୍ଧୁ, ଆପଣଙ୍କୁ କଣ ଲାଗୁଛି ଅନୁଭବ ମହାନ୍ତିଙ୍କ ଚାରିଧାମ ଏହି ରେକର୍ଡକୁ ବ୍ରେକ୍ କରିପାରିବ କି? ଯଦି ହଁ, କମେଣ୍ଟରେ ନିହାତି ଜଣେଇବେ। ଭିଡିଓ ଭଲ ଲାଗିଲେ ଗୋଟେ ଲାଇକ୍ କରିବେ, ତା ସହିତ ସେୟାର ମଧ୍ୟ କରିପାରିବେ। ଭିଡିଓ ଆଜି ପାଇଁ ଏତିକି, ଦେଖା ହବ ଏକ ନୂଆ ଭିଡିଓରେ। ସେ ପର୍ଯ୍ୟନ୍ତ ରହିଲି, ଜୟ ଜଗନ୍ନାଥ।